ନେତୃତ୍ୱ ଯୁବ ଏବଂ ବରିଷ୍ଠ ଉଭୟଙ୍କର ଆବଶ୍ୟକତା ଅଛି। ଗୋଟେ ଦଳକୁ ସଂଗଠିତ କରିବା ପାଇଁ ଯୁବ ନେତୃତ୍ୱ ଆବଶ୍ୟକତା ଅଛି ଏବଂ ବରିଷ୍ଠ ଯେଉଁମାନେ ଦଳକୁ ପରିଚାଳନା କରିକି ଏତେ ବାଟକୁ 26 ବର୍ଷରୁ ଅଧିକ ସମୟ ଆଣି ସାରିଛନ୍ତି ସେମାନଙ୍କର ମଧ୍ୟ ଆବଶ୍ୟକତା ଅଛି। ତେଣୁ ପରସ୍ପରର ଯେଉଁ ସମ୍ପର୍କ ରଖିକରି କାର୍ଯ୍ୟ କରିପାରିଲେ ଏ ଦଳ ଆଗକୁ ଆହୁରି ଯାଇପାରିବ ବୋଲି ମୋର ବିଶ୍ୱାସ ଅଛି। ସେ ସମ୍ପର୍କରେ ଆମର ଯେଉଁ ମାନ୍ୟବର ଯେଉଁ ପ୍ରମୁଖ ଆମର ସଭାପତି ଅଛନ୍ତି ଦଳର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ତାଙ୍କ ସିଦ୍ଧାନ୍ତ ନେବେ। ସେ ସିଦ୍ଧାନ୍ତ ତାଙ୍କ ପାଖରେ ରହୁଛି ଏବଂ ସେ ଯଥେଷ୍ଟ ଅନୁଧ୍ୟାନ କରୁଛନ୍ତି କିଏ ଦଳ ପାଇଁ ଭଲ କାମ କରୁଛି କିଏ ଦଳ ପାଇଁ କ୍ଷତି କରୁଛି। ତେଣୁ ସେ ଅନୁସାରେ ସେ ପଦକ୍ଷେପ ନେବେ ଏବଂ ଏବେ ଯେଉଁ ସମୟ ଆସିଛି ଯେ ଆମକୁ ଏକଜୁଟ ହେଇକି କାମ କରିବାକୁ ପଡ଼ିବ ଏବଂ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ।